ତାଙ୍କ ମାନେ ତାଙ୍କ ଘର ପାଇଁ ଆଣିଛି, ଆମର କିଛି ସମ୍ପର୍କ ନାହିଁ ଏଠି। ସାଙ୍ଗମାନେ ପଳେଇ ଆସିବେ ଦୋକାନକୁ ଏବେ ନେବା ପାଇଁ। ମାଛ ନେଇ ଆସିଛି ସାଙ୍ଗମାନେ, ପୁଣି ଚିକେନ ହେଲା ମ ଏକରୁ ଏତିକି ଅଛି ଆଉ। ପରଜଙ୍ଗରେ 4ଟା 5ଟା ଦୋକାନ ସାଙ୍ଗମାନେ ବୁଲିଲୁ, ଗୋଟେ ଗଦି ନେଇପାରୁନି। ପୁଣି ଏବେ ଯିବା ହେଲା ଇଆଡ଼େ, ପୁଣି ଯିବା ସାଙ୍ଗମାନେ ଏବେ। ହ୍ୟାଲୋ ହାଏ ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ। ବର୍ତ୍ତମାନ ଟାଇମ୍ ହେଲାନି ସାଙ୍ଗମାନେ 11ଟା ପାଖାପାଖି ଗଲାନି। ଦେଖନ୍ତୁ କେତେ ଖରା ହେଉଛି। ଏପଟେ ଆମର ମାଛ ଅଣାହେଇଛି, ଚିକେନ ଅଣାହେଇଛି, ଇଏ କରୁଛି। କ'ଣଟା ଦେବି? ପିଆଜ ରସୁଣ କେଉଁଠି? ମୋତେ ପିଆଜ ରସୁଣ ଦେବା ପଡ଼ିବ। ବର୍ତ୍ତମାନ ହେବ ଭଜା ନା କ'ଣ? ମାଛ ଭଜା ହେବ, ଚିକେନ କଷା ହେବ। ମୁଁ ଯାଇଥିଲି ମାଛ ପାଇଁ ଭାଲୁମୁଣ୍ଡା, କିନ୍ତୁ ଚିକେନ ଇଚ୍ଛା ହେଲା, ଚିକେନ ବି 100 ଟଙ୍କା ନେଇ ଆସିଛି। ତ ଯିବା ଗୋଟେ ସେଜଟା ଆଣିବା ଲିପୁନ ପାଇଁ। କାଲି ତ କୁଲରଟା ଆଣିଲୁ, ଖାଲି ଆପଣମାନଙ୍କୁ ଦେଖେଇଲେ, ମୁଁ ଦେଖେଇବି ଆଉ ଟିକେ ପରେ। କୁଲରଟେ ନୂଆ କୁଲରଟା ଆଣିଲୁ, ସିମ୍ଫୋନି କମ୍ପାନୀର, ଭଲ ଲାଗୁଛି କୁଲରଟା। ଆଉ ତାପରେ ସେ ଆମର ହିମାଂଶୁ ବାବୁ ସେପଟେ ଆସିବେ, ଗାଡ଼ି ଅଛି, ମୁଁ ଜୁମ୍ କରିଦେଉଛି ତ ଗାଡ଼ି ଅଛି ଏଠି, ଏଇଟା ଗାଡ଼ି ଆସିଲେ ଯିବା। ଦେଖିବା ଭାଲୁମୁଣ୍ଡା ହଉ କି ପରଜଙ୍ଗ ହଉ, ଯୋଉପଟେ ଗୋଟେ ଆଣିବା ଆଉ। ଆଉ ସାଙ୍ଗମାନେ ପୁରା ପେଟ ଗରମ, କଥା ଆସୁନି କ୍ଲିୟର। ଆଉ କ'ଣ କରିବା, ଏମିତି ଖରା ତ ସାଙ୍ଗମାନେ ପ୍ରବଳ ହେଉଛି, ଘରୁ ତ ବାହାରି ହେଉନି। ଇଏ ଆମର ଏପଟେ ଚଲେଇଛନ୍ତି ତାଙ୍କର, ଖାଲି ଦାନ୍ତଟା ଦେଖାଯାଉଛି, 32 ଦାନ୍ତ। ଲାଇନ୍ ନାହିଁ। କେତେବେଳେ ଯିବୁ ବେଡ଼ ଆଣିବା ପାଇଁ? ବେଡ଼ ଏ ସେଜ 11:30 11:30 ଯିବା ଆଉ। କାହା କହୁଛୁ? ହସୁଛୁ କାହାକୁ? ହଁ ଦଉନା, 2-3 ଥର ନା ଦଉ, ଭଲ ଲାଗିବ। ସତରେ ହସୁଛୁ କ'ଣଟା? ମାଛ ନେଇ ଆସିଛି ସାଙ୍ଗମାନେ, ପୁଣି ଚିକେନ ଟିକେ ଭଲ ଦେବୁ, ୟାକୁ ବି ଟିକେ ଭଲ ଦେବୁ ହେଲା। ଆଉ ଥରେ ଦେବୁ, ମାଛ ଲାଗେ ବା ସାଙ୍ଗ। କ'ଣ ଖାଇବୁ? ଦିଆଡ଼ୁ ଖାଇବୁ? ତୁ ଆଇଁଷ ଖାଉନୁ? ଆମେ ଯାଉଛୁ ଆଣିବୁ ଇଏ ବେଡ଼, ସେ କ'ଣ କୁହନ୍ତି? ସେଜ। ଆରେ ମାଛି ବସିଲେ, ମାଛି ଗୁଡ଼ାକ ନା। କ'ଣଟା ଖୋଲିବି? ଇଏ ଗୁଡ଼ାକ ବିଲେଇକି ଭାରି ଭୟ। ଇଏ ବି ବନ୍ଦ କରିଦେନି, ସେ ବିଲେଇ ପଳେଇ ଆସୁଛି। ଲାଇନ୍ ନାହିଁ ସାଙ୍ଗମାନେ, ଭାରି ହଇରାଣ। ଏଇ କଲରଟା କାହିଁ ଆଜି, କାଲି ରାତିରେ ଆସିଲି ସିମ୍ଫୋନିର, ମୁଁ ଦେଖେଇ ଦେଉଛି ଫ୍ରେସ୍ଟା। ଏଇଟା ଆଣିଲି, ଇଏ ପଡ଼ିଗଲା କେତେ ହଜାର? 10। ଯାଇଥିଲୁ ତୁଇ? ତୁ କେମିତି ଯାଇଲୁ? ଫ୍ୟାନ୍ଟା ଆଣିବାର ଥିଲା ସାଙ୍ଗମାନେ ହେଲା। ମୁଁ ଫ୍ୟାନ୍ କ'ଣ, ଛାତ ଘରକୁ ଗୋଟେ କୁଲରଟେ ନେଇ ଆସିବା। ତାଙ୍କ ମାନେ ତାଙ୍କ ଘର ପାଇଁ ଆଣିଛି, ଆମର କିଛି ସମ୍ପର୍କ ନାହିଁ ଏଠି। କାରଣ ଆପଣମାନେ ଜାଣିଛନ୍ତି ଆମର ଲାଗିଛି। ହଁ ଯେବେ ଆସିଲା ନିହାତି ଶୋଇବା। ମେନ୍ ହେଲା ଲାଇନ୍ ନାହିଁ, ସେପଟେ ଫ୍ୟାନ୍ ବି ବନ୍ଦ। କ'ଣ କହୁଛୁ? ଆମେ ଯାଉଛୁ ଏବେ ଆଣିବୁ ଗୋଟେ, ମୁଁ ଭୁଲି ଯାଉଛି। ସେଜ ୟା ପାଇଁ ଗୋଟେ ସେଜ ଆଣିବୁ ସାଙ୍ଗମାନେ। ତାକୁ ସାଇଡ୍ କରିଦେ। ସିମ୍ଫୋନି କମ୍ପାନୀ ଭଲ ହେଇଛି, କମ୍ପାନୀଟା ସିମ୍ଫୋନିର 65+ ଲିଟର ଧରୁଛି ୱାଟର। ତ ସାଙ୍ଗମାନେ ମୁଁ ତ ଶୋଇପଇଲି, ଯାଇପାରିଲିନି, ବେଳା ହେଇଗଲା ତ ଟିକେ ନିଦ ଲାଗିଲା, ଶୋଇପଇଲି। ଏବେ ଯାଉଛି, ଯିବି ଭାଲୁମୁଣ୍ଡା ଯିବି, ନହେଲେ ପରଜଙ୍ଗ ଯିବି। ଗଲେ ଟିକେ ୟା ପାଇଁ ଗୋଟେ ଆଣିବି 6 ଫୁଟ ଲମ୍ବା, 4.5 ଫୁଟ ଭଳିଆ ଓସାର ଗୋଟେ ଗଦି ଆଣିବି। କାହିଁକିନା ଏମିତି ପଟାରେ ଶୋଇଲେ ଭଲ ଲାଗୁନି ତ ଚାଲନ୍ତୁ ଯିବା
ଭାଲୁମୁଣ୍ଡା ପଡ଼ିଯାଉ ସାଙ୍ଗମାନେ ଭାଲୁମୁଣ୍ଡା ଛକ ପହଞ୍ଚିଗଲୁ ଏବେ। ଏଇ ଜାଗାରେ କାଲି ନେଇଥିଲୁ ସେ ପୋଲର ନେଇଥିଲୁ। ସେଠି ମାଛ ଆସୁଛି, କାଲି ଯେ ଆସିଥିଲା ଆସୁଛି, ନହେଲେ ଦେଖିବା ଏଠି ଯଦି ଭଲ ନାହିଁ ତାହେଲେ ପରଜଙ୍ଗ ଯିବା ଆଉ। ରେଟ୍ ଅଧିକ ହବ ଟିକେ ଭଲ ଜିନିଷ ନେଲେ ଟିକେ ସ୍ମୁଥ୍ ଲାଗିବ। ସେ ଆଡ଼ୁ ଆସୁଛନ୍ତି ଆମ ହିମାଂଶୁ ବାବୁ। ସାଙ୍ଗମାନେ ପଳେଇ ଆସୁଛନ୍ତି ଦୋକାନକୁ ଏବେ ନେବା ପାଇଁ। ଏଠି ଅଛି ଗଦି ଅଛି, ଭଲ ଭଲ ଗଦି ଅଛି, ଦେଖିବା ସେ ଭାଇ ଆର ଦୋକାନ ଦେଖିବା। ବାହାରେ ତ ଗରମ ପ୍ରବଳ ଲାଗୁଛି ସାଙ୍ଗମାନେ, କାହିଁକି ନା ଖରା ବି ହଉଛି ଦିନରେ। ଇଏ ହେଉଛି ପରଜଙ୍ଗ ଲାଷ୍ଟ, ଏପଟେ କାମାକ୍ଷାନଗର ରୋଡ। ଦେଖାଯାଉ କୋଉଟା ଗୋଟେ ମିଳୁଛି, ଯୋଉଟା ହେଲେ ନେଇଯିବା ଆଉ। କାହିଁକିନା ରାତି ହେଇଗଲାଣି, ସାଙ୍ଗମାନେ ପ୍ରବଳ ରାତି ହେଇଗଲାଣି। ସେଇଠି ଯାଇଥିଲି କିନ୍ତୁ ବହୁତ ରେଟ୍ କହିଲେ। ଏସବୁ ଅଛି ପାଖରେ, ଭିତରୁ ଯାଉ ଭିତରୁ। ହଁ ଦେଖିବା ପୁରା ଏଇସବୁ ଗଦି। ପରଜଙ୍ଗରେ 4ଟା 5ଟା ଦୋକାନ ସାଙ୍ଗମାନେ ବୁଲିଲୁ, ଗୋଟେ ଗଦି ନେଇପାରୁନି। ଏଇଠି ଆସିଛି ଦେଖିବା, ଏଇଠି ଲାଷ୍ଟ ନହେଲେ ଘରୁ ପଳେଇ ଆସିବା ଆଉ। ଆସ ଦେଖିବା ଏଠି ନହେଲେ କ'ଣ ଗୋଟେ ହେଉଛି। ଭାଇ ପୁରା ହାର୍ଡ ଗୁଡ଼ା ବେଶୀ ରେଟ୍ ଅଧିକା କରୁଛନ୍ତି। ଭାଇ ଆସୁଛନ୍ତି, ପୁଣି ଏବେ ଯିବା ହେଲା ଇଆଡ଼େ, ପୁଣି ଯିବା। ସାଙ୍ଗମାନେ ଏବେ ଘରେ ମନା କରୁଥିଲେ, ବାଲୁଙ୍ଗା ଛକ ପଳେଇ ଆସିଛୁ, ପୁଣି ଏବେ ଫୋନ୍ କଲେ, ପୁଣି ଏବେ ଯାଉଛୁ ପରଜଙ୍ଗ। ମାନେ କ'ଣ କହିବ ମଣିଷ। ମୁଁ କହିଲି ଥଣ୍ଡା ଗୋଟେ ପିଇବା, ତାପରେ ଦେଖିବା ଆଉ। ଯିବା ନା କାଲି ଯିବା? ଏବେ ଯିବା? ହଁ ଠିକ୍ ଅଛି, ଜାନା ନେଇ ଆସିବା ଆଉ। ବେଶୀ ନାହିଁ, ତୁଳା ଠିକ୍ ଅଛି। ଏଇଟା ସାଙ୍ଗମାନେ ଫାଇନାଲ୍ ଏଇଟାକୁ ନେଇଯିବୁ। ପୁଣି ଆସିଲୁ ଏବେ ପରଜଙ୍ଗ, ପୁଣି ଆସିତେ ପଇଲା। ଏ ଭାଇ କୋଠି ପୁଣି ଆସିଥିଲୁ ଏବେ, ଘର ମନା କଲେ, ପୁଣି ହଁ କଲେ, ପୁଣି ଆସିଲୁ ଏବେ। ନା ସେ ଫିକ୍ସ କରିଦିଅ, ହେଇଯିବ, ହବ ହବ। ଟିକେ ଛୋଟ ହେଲା ମ, ଏକରୁ ଏତିକ ଅଛି ଆଉ 5-6 ଗୁଳ। ମୁଁ କାଲି ଯାଏ, କାଲି ଗଲେ ତାଠୁ ଆଣିପାରିକି ଆଣିବି। ଏଇଟା ଠିକ୍ ଅଛି, ଟିକେ ଛୋଟ ହେଉଛି ଆଉ।